ଆପଣଙ୍କୁ ସ୍ୱାଗତ। ଶେରଲକ୍ ହୋମ୍ସ କାହାଣୀ 8 ପୁସ୍ତକର ଚତୁର୍ଥ କାହାଣୀ, ଯାହାର ନାଁ ହେଉଛି ଚିତ୍ରଲେଖାର ତୃତୀୟ ଅଧ୍ୟାୟକୁ ସ୍ୱାଗତ ବା ଶେଷ ଅଧ୍ୟାୟ। ଚାଲନ୍ତୁ ଦେଖିବା। ପୂର୍ବ ଅଧ୍ୟାୟରେ ଆମେ ଦେଖିଥିଲେ କେମିତି ହିଲ୍ଟନ୍ କ୍ୟୁଙ୍କୁ ଗୁଳି କରାଯାଇଛି ଆଉ ତାଙ୍କ ପତ୍ନୀଙ୍କୁ ବି ଗୁଳି ବାଜିଛି। ତାପରେ କ'ଣ ହେଇଛି ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ତାପରେ ଆସନ୍ତୁ ଦେଖିବା କ'ଣ ହେଲା। ଶେରଲକ୍ ହୋମ୍ସ ଘୋଡ଼ା ରଖୁଆଳ ପିଲାକୁ କହିଲେ, ଗୋଟେ ଘୋଡ଼ା ସଜ କର, ଖଣ୍ଡେ ଚିଠି ନେଇ ତୁମେ ଏଲ୍ରିଜ୍ଙ୍କ ଫାର୍ମକୁ ଯିବ। ତାପରେ କ'ଣ ହେଲା ଦେଖିବା। ସେ ପକେଟରୁ ନାଚିବା ଲୋକଚିତ୍ର ଥିବା ବିଭିନ୍ନ ଟୁକୁରା କାଗଜ ବାହାର କଲେ। ସେଗୁଡ଼ା ଆଗରେ ଟେବୁଲ ଉପରେ ରଖି ସେ କିଛି ସମୟ ତାକୁ ଲକ୍ଷ୍ୟ କଲେ। ଶେଷରେ ସେ ଖଣ୍ଡେ ଚିଠି ଘୋଡ଼ା ରଖୁଆଳ ପିଲା ହାତକୁ ଦେଲେ। ତାକୁ କହିଲେ, ଉପରେ ଯେଉଁ ଲୋକର ନାଁ ଲେଖା କେବଳ ତାକୁ ହିଁ ଚିଠିଟା ଦେବୁ। ତାକୁ କେହି କିଛି ପଚାରିଲେ କୌଣସି ଉତ୍ତର ଦେବୁ ନାହିଁ। ମୁଁ ଚିଠି ବାହାର ପାଖ ଠିକଣାଟା ଦେଖିଲି। ହୋମ୍ସଙ୍କ ହସ୍ତାକ୍ଷର ପରି ମୋଟେ ଦିଶୁନଥିଲା। ନିହାତି ବାଜେ ଅକ୍ଷର। ଠିକଣାଟା ଥିଲା ମିଷ୍ଟର A.B. ସ୍ଲାନିଂ, ଏଲ୍ରିଜ୍ ଫାର୍ମ, ଇଷ୍ଟରସଟନ୍, ନରଫୋକ୍। ତ ଏଇ ଆଡ୍ରେସରେ ଶେରଲକ୍ ହୋମ୍ସ ଗୋଟିଏ ଚିଠି ଲେଖିଲେ ବା ଛଦ୍ମ ନାମରେ ଗୋଟେ ଚିଠି ପଠେଇଲେ ଶେରଲକ୍ ହୋମ୍ସ। ଆଉ ସେ ଚିଠିରେ ସେ ନାଚିଲା ଭଳି ଯେଉଁ ଲୋକମାନଙ୍କର ଛବି ଥିବା ଚିଠିଟି ଲେଖିଲେ, କାରଣ ସିଏ ଶିଖି ଯାଇଥିଲେ ବା ସେ ରହସ୍ୟଟାକୁ, ସେ ଲେଖା ଯେଉଁ ଅକ୍ଷର ବା ଲେଖାଗୁଡ଼ାକୁ ସେ ପଢ଼ି ପାରିଥିଲେ ଆଉ ସେଇ ଯେଉଁ ଭାଷାଟାକୁ ସେ ଶିଖି ଦେଇଥିଲେ। ସେଇ ଭାଷାରେ ସେ ଲେଖିଲେ ଚିଠିଟି। ଚାଲନ୍ତୁ ଦେଖିବା ତାପରେ କ'ଣ ହେଲା। ମୁଁ ଭାବୁଛି ଇନ୍ସପେକ୍ଟର, ଆପଣ ଟେଲିଗ୍ରାମ କରି ଜଣେ ସଶସ୍ତ୍ର ପୋଲିସ ମଗାଇଲେ ଭଲ ହେବ। କାରଣ ଯଦି ମୋର ହିସାବ ଠିକ୍ ହୁଏ, ତେବେ ଆମକୁ ଜଣେ ଭୟଙ୍କର ବନ୍ଦୀକୁ ଜେଲ୍ ଯାଏଁ ନେବାକୁ ପଡ଼ିବ। ଏଇ ଚିଠି ନେଇ ଯାଉଥିବା ପିଲା ଆପଣଙ୍କ ଟେଲିଗ୍ରାମଟା ପଠାଇ ଦେଇପାରିବ। ଆଜି ଉପରବେଳା ଲଣ୍ଡନ ଫେରିବା ପାଇଁ ଯଦି କିଛି ଟ୍ରେନ୍ ଥିବ ୱାଟସନ୍, ତେବେ ଆମେ ସେଥିରେ ଚାଲିଗଲେ ଭଲ ହେବ। କାରଣ ମୋର ଗୋଟେ ରସାୟନିକ ପରୀକ୍ଷା ଶେଷ କରିବାର ଅଛି ଆଉ ଆମର ଏ ଅନୁସନ୍ଧାନ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ତାମାନେ ଶେରଲକ୍ ହୋମ୍ସ କେସ୍ଟାକୁ ଆଜି ସମାପ୍ତ କରିବେ ବୋଲି ଦୃଢ଼ ନିଶ୍ଚିନ୍ତ ହୋଇ ଏହି କଥା ସବୁ କହିଲେ। କାରଣ ଦୋଷୀ ଯିଏ ଧରା ପଡ଼ିଯିବ ଆଜି। ଦେଖିବା କ'ଣ ହେଲା। ଘୋଡ଼ା ରଖୁଆଳ ପିଲା ଚିଠି ନେଇ ଚାଲିଯିବା ପରେ ଶେରଲକ୍ ହୋମ୍ସ ଚାକରମାନଙ୍କୁ କେତେକ ନିର୍ଦ୍ଦେଶ ଦେଲେ। ଯଦି କେହି ଶ୍ରୀମତୀ କ୍ୟୁବିଟ୍ଙ୍କ ସାଥିରେ ଦେଖା କରିବାକୁ ଆସେ, ତାକୁ ତାଙ୍କ ଅବସ୍ଥା ବିଷୟରେ କିଛି ନ କହି ସିଧା ବୈଠକଖାନାକୁ ପଠାଇଦେବେ। ଏକଥା ସେ ସେମାନଙ୍କୁ ଖୁବ୍ ତାଗିଦ କରି ବୁଝାଇଥିଲେ। ତାମାନେ ହିଲ୍ଟନ୍ କ୍ୟୁବିଟ୍ଙ୍କ ପତ୍ନୀଙ୍କଠି ଗୁଳି ବାଜିଛି, ସେ ଯେଉଁ ଅବସ୍ଥାରେ ଅଛନ୍ତି ସେ କଥା ନ ଜଣାଇବାକୁ ଯଦି କେହି ଆସନ୍ତି, ତାହେଲେ ନ ଜଣାଇ ତାଙ୍କୁ ବୈଠକଖାନାକୁ ପଠାଇ ଦେବା ପାଇଁ କହିଲେ। ତାପରେ କ'ଣ ହେଲା। ଶେଷରେ ସେ ଆମକୁ ଡ୍ରଇଂ ରୁମ୍ ବା ବୈଠକଖାନାକୁ କଢ଼ାଇ ନେଲେ ଏବଂ କହିଲେ ଯେ ଆମ ହାତରେ ଆଉ କିଛି କାମ ନାହିଁ। ଘଟଣାଚକ୍ର କେଉଁ ଆଡ଼କୁ ଘୁରୁଛି ଦେଖିବାକୁ ଆମକୁ ଅପେକ୍ଷା କରିବାକୁ ହେବ। ସେହି ସମୟ ତକ ଆମେ ଯେତେ ଦୂର ସମ୍ଭବ ଭଲରେ କଟାଇ ଦେବା। ଡାକ୍ତର ଜଣକ ରୋଗୀ ଦେଖିବା ପାଇଁ ଚାଲିଗଲେ। ସେ ଯେଉଁ ଲୋକାଲ ଡାକ୍ତର, ବୁଢ଼ା ଡାକ୍ତର ରୋଗୀ ଦେଖିବା ପାଇଁ ଚାଲିଗଲେ। ତାପରେ ହୋମ୍ସଙ୍କ ସାଥିରେ ରହିଲୁ କେବଳ ମୁଁ ଆଉ ଇନ୍ସପେକ୍ଟର, ମାନେ ୱାଟସନ୍ ଆଉ ଇନ୍ସପେକ୍ଟର ରହିଲେ ହୋମ୍ସଙ୍କ ସାଥିରେ। ତାପରେ କ'ଣ ହେଲା।
ହୋମ୍ସ ତାଙ୍କ ଚୌକିଟା ଟେବୁଲ ପାଖକୁ ଟାଣି ନେଲେ। ନାଚିବା ଲୋକ ଛବିଥିବା ବିଭିନ୍ନ କାଗଜ ଗୁଡ଼ା ଆଗରେ ବିଛେଇ ଦେଇ କହିଲେ, ଆପଣଙ୍କର ଘଣ୍ଟାଏ ସମୟ ସରସ ଆଉ ଲାଭଜନକ ଭାବରେ କଟିବାରେ ମୁଁ ସାହାଯ୍ୟ କରିପାରିବି ବୋଲି ଭାବୁଛି। ଆଉ ତୁମ କଥା ୱାଟସନ୍, ମୋତେ କ୍ଷମା କରିବ। ତୁମର ସ୍ୱାଭାବିକ କୌତୂହଳ ମୁଁ ଏଯାଏଁ ପୂରଣ କରିନାହିଁ। ଆପଣଙ୍କ ପାଇଁ ଇନ୍ସପେକ୍ଟର, ସମୁଦାୟ ଘଟଣା ବେଶ୍ ଉଲ୍ଲେଖନୀୟ ହେବ। ଏଥିରୁ ଆପଣ ଅନେକ କିଛି ଶିଖିପାରିବେ। ଏ ବିଷୟରେ ବେକର ଷ୍ଟ୍ରିଟ୍ରେ ମିଷ୍ଟର ହିଲ୍ଟନ୍ କ୍ୟୁବିଟଙ୍କ ସାଥିରେ ମୋର ଯେଉଁ ସବୁ ଆଲୋଚନା ହୋଇଥିଲା, ସେ କଥା ପ୍ରଥମେ ମୁଁ ଆପଣଙ୍କୁ କହିଦିଏ। ତାପରେ ସେ ସଂକ୍ଷେପରେ ସବୁ କଥା କହିଗଲେ। ତାମାନେ ସେର୍ଲକ ହୋମ୍ସ ଇନ୍ସପେକ୍ଟରଙ୍କୁ କହିଗଲେ ଯାହା ଯାହା ଘଟଣା ସବୁ ଘଟିଥିଲା। କ୍ୟୁବିଟ୍ ତାଙ୍କ ପାଖକୁ ଯାଇଥିଲେ, ତାପରେ କ'ଣ ଘଟଣା ହେଇଥିଲା ସବୁ କହିଲେ, କାରଣ ଇନ୍ସପେକ୍ଟର ସେ ବିଷୟରେ କିଛି ଜାଣିନଥିଲେ। ଓକେ, ତାପରେ କ'ଣ ହେଲା ଦେଖିବା ଚାଲନ୍ତୁ। ଏଇ ମୋ ଆଗରେ ସେ ସବୁ ବିଚିତ୍ର ଲେଖା। ଏକୁ ଦେଖିଲେ ଯେ କେହି ହସିବ, କିନ୍ତୁ ଏଗୁଡ଼ା ଏତେ ବଡ଼ ଦୁର୍ଘଟଣାର ଆଗୁଆ ସଂକେତ। ମୁଁ ଏହିପରି ବିଭିନ୍ନ ପ୍ରକାର ଗୁପ୍ତ ଲେଖା ସାଥିରେ ବେଶ୍ ପରିଚିତ, ଆଉ ମୁଁ ଏ ବିଷୟରେ ଗୋଟେ ପ୍ରବନ୍ଧ ଲେଖିଛି। ସେଥିରେ ମୁଁ ଏ 160 ପ୍ରକାର ଗୁପ୍ତ ଲେଖା ବିଷୟରେ ବିଶ୍ଳେଷଣ କରିଛି। ତଥାପି ମୁଁ ସ୍ୱୀକାର କରୁଛି, ଏ ଲେଖା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ। ତାମାନେ ଏ କଥା ସେର୍ଲକ ହୋମ୍ସ କହୁଛନ୍ତି କି ମୁଁ 160 ପ୍ରକାର ଗୁପ୍ତ ଲେଖା ବା ଭାଷା ବିଷୟରେ ଜାଣିଛନ୍ତି, ଲିପି ବିଷୟରେ, କିନ୍ତୁ ଏଇ ଲିପିଟା ବା ଚିତ୍ର ମାଧ୍ୟମରେ ଲେଖାଟା ହେଉଛି ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ତାପରେ ଯେଉଁମାନେ ଏହାକୁ ଉଦ୍ଭାବନ କରିଥିଲେ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଏ ଚିତ୍ର ଦ୍ୱାରା କିଛି ସମ୍ବାଦ ପଠାଯାଉଛି ବୋଲି କେହି ଜାଣିପାରିବେ ନାହିଁ। ସମସ୍ତଙ୍କର ଧାରଣା ହେବ ଏଗୁଡ଼ା ପିଲାଙ୍କର ଏଣୁ ତେଣୁ ଗୁଡ଼େ ଚିତ୍ର ଅଙ୍କନ। ଯାହା ହେଉ, ମୁଁ ଜାଣିପାରିଲି ଯେ ଏଇ ଚିତ୍ର ସଂକେତ ସବୁ ଅକ୍ଷର ପରିବର୍ତ୍ତେ ବ୍ୟବହାର କରାଯାଇଛି। ତାପରେ ଗୁପ୍ତ ଲେଖା ସବୁ ଜାଣିବାର ସୂତ୍ର ପ୍ରୟୋଗ କଲି। ଅର୍ଥ ବୁଝିବାଟା ମୋ ପକ୍ଷରେ ସହଜ ହୋଇଗଲା। ମୋତେ ଦିଆଯାଇଥିବା ପ୍ରଥମ ଲେଖାଟା ଖୁବ୍ ଛୋଟ। ତାମାନେ ହିଲ୍ଟନ୍ କ୍ୟୁବିଟ୍ ଯେଉଁ ଲେଖାଟା ପ୍ରଥମେ ଦେଇଥିଲେ ସେଇଟା ଖୁବ୍ ଛୋଟ ଥିଲା। ତାପରେ ତେଣୁ ସେଥିରୁ ବିଶେଷ କିଛି ଜାଣିବା ସମ୍ଭବ ହେଲା ନାହିଁ। କେବଳ ମୁଁ କିଛିଟା ନିଶ୍ଚିନ୍ତ ଭାବେ ଜାଣିପାରିଲି ଯେ ଏହି ଚିତ୍ର ଇଂରାଜୀ ଅକ୍ଷରର ଇ ବା କ୍ୟାପିଟାଲ ଇ ପରିବର୍ତ୍ତେ ବ୍ୟବହାର କରାଯାଇଛି। ଦେଖନ୍ତୁ ଏଇସବୁ ଆପଣ ଜାଣନ୍ତି ଯେ ଇଂରାଜୀ ଲିପିରେ ଇ ଅକ୍ଷରଟା ଖୁବ୍ ସାଧାରଣ, ଆଉ ତାର ବ୍ୟବହାର ଏତେ ବେଶୀ ଯେ ଗୋଟେ ଛୋଟ ବାକ୍ୟରେ ଏହି ଅକ୍ଷରର ଏକାଧିକ ବ୍ୟବହାର ଦେଖାଯାଏ। ପ୍ରଥମ ଲେଖାର 15ଟା ଚିତ୍ର ସଂକେତ ଭିତରୁ 4ଟା ଏକା ପ୍ରକାର, ତେଣୁ ଏହାକୁ ଇ ବୋଲି ଧରିନେବା ଯୁକ୍ତିସଙ୍ଗତ। ତାମାନେ ଇଂଲିଶ ଲେଟର ଇ ବୋଲି ଧରିନେବା ଯୁକ୍ତିସଙ୍ଗତ। ତାପରେ ଅବଶ୍ୟ କେତେ ଜାଗାରେ ଏଇ ଚିତ୍ର ହାତରେ ପତାକା ଅଛି, ଆଉ କେତେକ ଜାଗାରେ ନାହିଁ, କିନ୍ତୁ ତାମାନେ ଏଇ ଚିତ୍ର ଏଇଟା ଇ ବୋଲି ସେ ଧରିଛନ୍ତି। କେତେକ ଜାଗାରେ ପତାକା ଭଳିଆ ଅଛି, ଆଉ କେତେକ ଜାଗାରେ ହାତରେ ପତାକା ଭଳିଆ ନାହିଁ। ଦେଖିବା କ'ଣ ଅଛି। କିନ୍ତୁ ପତାକା ଚିହ୍ନ ଯେମିତି ଭାବେ ଅଛି ସେଥିରୁ ଅନୁମାନ କରାଯାଇପାରେ ଯେ ସେଠି ବାକ୍ୟଟା ବିଭିନ୍ନ ଶବ୍ଦରେ ଭାଗ କରାଯାଇଛି। ଏହାକୁ ମୁଁ ଏକ ସିଦ୍ଧାନ୍ତ ରୂପେ ଗ୍ରହଣ କରିନେଲି ଏବଂ ଏହି ସଂକେତ ଇ ଅକ୍ଷର ପରିବର୍ତ୍ତେ ବ୍ୟବହାର କରାଯାଇଛି ବୋଲି ଧରିନେଲି। ଏହି ସଂକେତଟା ଇ ଅକ୍ଷର ପରିବର୍ତ୍ତେ ବ୍ୟବହାର କରାଯାଇଛି ବୋଲି ଧରିନେଲେ। ତାମାନେ ଦେଖନ୍ତୁ କେମିତି ଲେଖାଯାଇଛି, ନୂଆ ଗୋଟେ ଅକ୍ଷରରେ ସବୁ ଲେଖାଯାଇଛି ସାଙ୍କେତିକ। ତାପରେ ଏଥର କିନ୍ତୁ ମୋ ଅନୁସନ୍ଧାନରେ ପ୍ରକୃତ ଅସୁବିଧା ଦେଖାଦେଲା।
ଇଂରାଜୀ ଇ ପରେ କେଉଁ ଅକ୍ଷର ହୋଇପାରେ ତାର ନିର୍ଦ୍ଦିଷ୍ଟତା ନାହିଁ। ଅକ୍ଷର ମୋଟାମୋଟି କହିବାକୁ ଗଲେ ବ୍ୟବହାର କ୍ରମରେ ଟି, ଇଂଲିଶର ଟି, ଏ, ଓ, ଆଇ, ଏନ୍, ଏସ୍, ଏଚ୍, ଆର୍, ଡି ଏବଂ ଏଲ୍ ଅକ୍ଷର ଇ ପରେ ଆସିପାରେ। ତାମାନେ ଏଇସବୁ ଲେଟର ଗୁଡ଼ା ବା ଅକ୍ଷର ଗୁଡ଼ା ଇ ପରେ ଆସିପାରେ ଇଂରାଜୀ ଶବ୍ଦରେ ବା ୱାର୍ଡ଼ରେ। ଦେଖିବା, କିନ୍ତୁ ଟି, ଏ, ଓ ଏବଂ ଆଇର ସମ୍ଭାବନା ଖୁବ୍ ପାଖାପାଖି। ତାମାନେ ଟି, ଏ, ଓ, ଆଇ ଆସିବାର ଇ ପରେ ଆସିବାର ସମ୍ଭାବନା ବେଶୀ। ତାପରେ କ'ଣ ହେଲା ଦେଖିବା। ଦେଖିଲି ପ୍ରତ୍ୟେକ ଅକ୍ଷରକୁ ନେଇ କିଛି ଅର୍ଥ ପାଇବା ପାଇଁ ଶବ୍ଦ ତିଆରି କରିବା ଏକ ଅସୀମ କାମ ହୋଇଯିବ। ତେଣୁ ଆଉ କିଛି ଉପକରଣ ପାଇବା ପାଇଁ ମୁଁ ଅପେକ୍ଷା କଲି। ମିଷ୍ଟର ହିଲ୍ଟନ୍ କ୍ୟୁବିଟଙ୍କ ସାଥିରେ ମୋର ଦ୍ୱିତୀୟ ଥର ଦେଖାବେଳେ ସେ ମୋତେ ଆଉ 2ଟି ଛୋଟ ବାକ୍ୟ ଏବଂ ଗୋଟିଏ ଶବ୍ଦର ଏକ ଲେଖା ଦେଲେ। ଏଇଗୁଡ଼ା ସେ ସବୁ ସଙ୍କେତ। ଗୋଟିକିଆ ଶବ୍ଦର ଦ୍ୱିତୀୟ ଆଉ ଚତୁର୍ଥ ଅକ୍ଷର ଦୁଇଟା ଇ ବୋଲି ମୁଁ ଜାଣିପାରିଲି। ଏଇ ଶବ୍ଦରେ ମୋଟେ 5ଟା ଅକ୍ଷର। ତେଣୁ ଶବ୍ଦଟା ସେଭର, ତାମାନେ ଏଇ ଯେଉଁ ଲେଖା ହେଇଛି ସେଭର ହେଇପାରେ, ଲେଭର ହେଇପାରେ ବା ନେଭର ହେଇପାରେ। ଏ ଶବ୍ଦଟା ପୂର୍ବ ଲେଖାର ଉତ୍ତର ହୋଇପାରେ, ଏଥିରେ ସନ୍ଦେହ ନାହିଁ। ପରିସ୍ଥିତିରୁ ଜଣାଯାଏ ଯେ ଏ ଉତ୍ତରଟା ଶ୍ରୀମତୀ କ୍ୟୁବିଟଙ୍କ ଦ୍ୱାରା ଲେଖା। ଏହାକୁ ଠିକ୍ ବୋଲି ଧରିନେଲେ ଆମେ କହିପାରିବା ଯେ ଏନ୍, ଭି ଏବଂ ଆର୍ ଅକ୍ଷର ବଦଳରେ ସଙ୍କେତ ବ୍ୟବହୃତ ହେଇଛି। ଏଇ ସଙ୍କେତ ବ୍ୟବହୃତ ହେଇଛି। ଦେଖିବା ତାପରେ କ'ଣ ହେଲା। ତଥାପି ମୋତେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। କିନ୍ତୁ ହଠାତ୍ ଗୋଟିଏ ଭାବନା ମୋ ମୁଣ୍ଡରେ ଢୁକିଲା ଏବଂ ମୁଁ ଆଉ କେତେ ଗୁଡ଼ିଏ ଅକ୍ଷର ପାଇପାରିଲି। ମୋର ଧାରଣା ହେଲା ଶ୍ରୀମତୀ କ୍ୟୁବିଟଙ୍କର ତରୁଣୀ ଜୀବନରେ କାହାରି ସହିତ ଘନିଷ୍ଠତା ଥିଲା ଆଉ ଏହି ଚିଠି ତାଙ୍କରି ପାଖରୁ ଆସିଛି। ତାମାନେ ତାଙ୍କ ବିବାହ ପୂର୍ବରୁ କାହା ସହିତ ବୋଧେ ଲଭ୍ ଥିଲା ବା କିଛି ଥିଲା ଘନିଷ୍ଠତା। ତାପରେ କ'ଣ ହେଲା ଦେଖିବା। ତାହେଲେ ଯେଉଁ ଶବ୍ଦରେ ଆରମ୍ଭ ଏବଂ ଶେଷରେ 2ଟା ଇ ଅଛି ଏବଂ ମଝିରେ 3ଟା ଅକ୍ଷର ଅଛି, ତାହା ନିଶ୍ଚୟ ଏଲ୍ସି ହୋଇପାରେ। ELSIE ଏଲ୍ସି ହେଇପାରେ। ଲେଖା ହେଇଛି ଏଠି ଏଲ୍ସି। ପରୀକ୍ଷା କରି ଦେଖିଲି ଯେ ଯେଉଁ ଲେଖାଟା 3 ଥର ଲେଖାଯାଇଥିଲା ତାର ଅର୍ଥ ସମ୍ପୂର୍ଣ୍ଣ ବାହାରି ପାରିଲା। ସେ ଥିଲା ଏଲ୍ସିଙ୍କୁ ଏକ ଅନୁରୋଧ। ଏହିପରି ଭାବେ ମୁଁ ଏଲ୍, ଏସ୍ ଏବଂ ଆଇ ଅକ୍ଷର ପାଇପାରିଲି। ତାମାନେ ସିଏ ଏତେ ଅନୁସନ୍ଧାନ କଲା ପରେ ଏଲ୍ ଅକ୍ଷରର ଚିହ୍ନଟା, ଏସ୍ ଅକ୍ଷର ଚିହ୍ନଟା, ଆଇ ଅକ୍ଷର ଚିହ୍ନଟା ପାଇପାରିଲେ। ଏଲ୍, ଏସ୍, ଆଇ ଅକ୍ଷର ପାଇପାରିଲି। କିନ୍ତୁ ଏଇ ଅନୁରୋଧ କ'ଣ ହୋଇପାରେ? ଏଲ୍ସି ପୂର୍ବରୁ ଥିବା ଶବ୍ଦରେ ମୋଟେ 4ଟା ଅକ୍ଷର ଆଉ ଶେଷ ଅକ୍ଷରଟା ଇ। ତେଣୁ ଶବ୍ଦଟା ନିଶ୍ଚୟ କମ୍, ମାନେ COME। ଇଂଲିଶର ଶବ୍ଦ କମ୍ COME ହୋଇଥିବ। ମୁଁ ଇରେ ଶେଷ ହୋଇଥିବା ଅନ୍ୟ ଶବ୍ଦଗୁଡ଼ା ପରୀକ୍ଷା କରି ଦେଖିଲି, କିନ୍ତୁ କମ୍ ଛଡ଼ା ଅନ୍ୟ କୌଣସି ଶବ୍ଦ ଖାପ ଖାଇଲା ନାହିଁ। ତାମାନେ COME, କମ୍ ଛଡ଼ା ଅନ୍ୟ କୌଣସି ଶବ୍ଦ ଖାପ ଖାଇଲା ନାହିଁ। ତେଣୁ ଏବେ ମୁଁ CO ଏବଂ M ଅକ୍ଷର ପାଇପାରିଲି। ତାମାନେ ସିଏ ପାଇଲେ ସି ଅକ୍ଷରର ଯେଉଁ ଚିତ୍ର ପାଇପାରିଲେ କେମିତି, ଓ ଅକ୍ଷରର ଚିତ୍ର ଆଉ ଏମ୍ ଅକ୍ଷରର ଚିତ୍ର ପାଇପାରିଲେ। COM ପାଇଲେ। ଏବେ ମୁଁ ପ୍ରଥମ ଲେଖାର ଅର୍ଥ ବାହାର କରିବା ଅବସ୍ଥାକୁ ଆସିଗଲି।
ବାକ୍ୟଟାକୁ ବିଭିନ୍ନ ଶବ୍ଦରେ ଭାଙ୍ଗି ଦେଲି। ଏ ଯାଏଁ ଯେଉଁ ସଂକେତର ଅର୍ଥ ପାଇନଥିଲି ତା ଜାଗାରେ ଗୋଟେ ଗୋଟେ ବିନ୍ଦୁ ଦେଇ ଲେଖାଟା ସଜାଇଲି। ଏହିପରି କରିବାରେ ଲେଖାଟା ହେଲା, ଏମିତି ଲେଖା ହେଇଛି ସବୁ କ'ଣ, ଏମ୍ ଫାଷ୍ଟ ବିନ୍ଦୁ ବା ଡଟ୍ ଏମ୍ ଡଟ୍ ଇ ଆର୍ ଇ ଡଟ୍ ଡଟ୍ ଇ ଏସ୍ ଏଲ୍ ସ୍ପେସ୍ ଦେଇକି ଡଟ୍ ଏନ୍ ଇ ଡଟ୍ ବା ବିନ୍ଦୁ, ଏହିପରି ଲେଖା ହୋଇଛି। ଏଇଟା ବିନ୍ଦୁ ଏମ୍ ଟିକେ ଛାଡ଼ିକି ବା ସ୍ପେସ୍ ପାଇଁ ଇଏ ଗୋଟେ ଶବ୍ଦ, ଇଏ ଆଉ ଗୋଟେ ଶବ୍ଦ, ଇଏ ଆଉ ଗୋଟେ ଶବ୍ଦ। ଦେଖିବା କ'ଣ ହେଲା। ଏବେ ପରିଷ୍କାର ଜଣାଗଲା ଯେ ପ୍ରଥମ ସଂକେତଟା କେବଳ ଏ ହୋଇପାରେ। ଏ ଆବିଷ୍କାରଟା ଖୁବ୍ ଫଳପ୍ରଦ ହେଲା, କାରଣ ଏଇ ଛୋଟ ବାକ୍ୟରେ ଏ ସଂକେତଟା 3 ଥର ବ୍ୟବହୃତ ହେଉଛି। ଦ୍ୱିତୀୟ ଶବ୍ଦର ଅଜଣା ଅକ୍ଷରଟା ନିଶ୍ଚୟ ଏଚ୍ ବୋଲି ଜଣାଗଲା। ଏଥର ବାକ୍ୟଟା ହେଲା, ଆମ୍ ହିୟର ଏ ଡଟ୍ ଇ ଏଲ୍ ଏସ୍ ଏଲ୍ ଏ ଏନ୍ ଇ, ତାମାନେ ଏ ଏମ୍ ଏଚ୍ ଇ ଆର୍ ଇ ହିୟର ଏ ଡଟ୍ ଇ ଏସ୍ ଏଲ୍ ଏ ଏନ୍ ଇ, ଏଇଭଳି ହେଲା ବାକ୍ୟଟା। କିମ୍ବା ଗୋଟାଏ ନାଁରେ ଥିବା ଶୂନ୍ୟସ୍ଥାନ ପୂରଣ କରିଦେଲେ ହେଲା, କ'ଣ ହେବ, ଆମ୍ ହିୟର ଏ ଡଟ୍ ଇ ସ୍ଲାନି ଏସ୍ ଏଲ୍ ଏ ଏନ୍ ଇ ୱାଇ ସ୍ଲାନି, ଏ ଏମ୍ ଏଚ୍ ଇ ଆର୍ ଇ ଏ ଡଟ୍ ଇ ଏସ୍ ଏଲ୍ ଏ ଏନ୍ ୱାଇ ସ୍ଲାନି ଏନ୍ ଇ ୱାଇ। ଏବେ ମୁଁ ଗୁଡ଼ାଏ ଅକ୍ଷର ପାଇପାରିଲି। ତେଣୁ ଦ୍ୱିତୀୟ ସମ୍ବାଦଟାର ଅର୍ଥ ବାହାର କରିବାରେ ଲାଗିଲି। ସେଇଟା ଏଇ ପ୍ରକାର ହେଲା, ଏ ଏଲ୍ ଆର୍ ଆଇ ଡଟ୍ ଇ ଏସ୍, ଏ ଡଟ୍ ଇ ଏଲ୍ ଆର୍ ଆଇ ଡଟ୍ ଇ ଏସ୍ ଡଟ୍, ଏଇଭଳି ହେଲା। ଏଠି ଶୂନ୍ୟ ସ୍ଥାନରେ କେବଳ ଟି ଆଉ ଜି ଅକ୍ଷର ପ୍ରୟୋଗ କରିବାରେ ଅର୍ଥ ବାହାରି ପାରିଲା। ମୁଁ ଠିକ୍ କଲି, ଏଇ ଏଲ୍ରିଜ୍ କୌଣସି ହୋଟେଲ ବା ଘରର ନାଁ ହୋଇପାରେ ଏବଂ ଲେଖକ ସେଇଠି ରହୁଛି। ଏଲ୍ରିଜ୍ ELRIGES, ଏଇ ନାଁ ଗୋଟେ ଠିକଣା ହେଇପାରେ। ଦେଖିବା କ'ଣ ହେଲା ତାପରେ। ଇନ୍ସପେକ୍ଟର ମାର୍ଟିନ୍ ଆଉ ମୁଁ ଖୁବ୍ ଆଗ୍ରହରେ ହୋମ୍ସଙ୍କର ଏହି ବିବରଣୀ ଶୁଣୁଥାଉ। ଆମ ପକ୍ଷରେ ଯାହା ଅତି କଷ୍ଟକର ଆଉ ଅବୋଧ୍ୟ, ସେଥିରୁ ସେ ଅର୍ଥ ବାହାର କରିବା ଦେଖି ଆମେ ବିସ୍ମିତ ହୋଇଗଲୁ। ଇନ୍ସପେକ୍ଟର ପଚାରିଲେ, ତାପରେ ଆପଣ କ'ଣ କଲେ? ଏଇ ଏବି ସ୍ଲାନି ଜଣେ ଆମେରିକୀୟ ଲୋକ ବୋଲି ଭାବିବାରେ ଯଥେଷ୍ଟ କାରଣ ଥିଲା, ଯେହେତୁ ଏ ଡଟ୍ ବି ଡଟ୍ ଏକ ଆମେରିକୀୟ ସଂକ୍ଷିପ୍ତ ନାଁ। ତା ଛଡ଼ା ଆମେରିକାରୁ ଗୋଟେ ଚିଠି ଆସିବା ପରେ ସବୁ ଗୋଳମାଳ ଆରମ୍ଭ ହୋଇଛି। ଏଟା ପ୍ରଥମେ ହେଇଥିଲା, ଆମେ ପଢ଼ିଛେ ପ୍ରଥମ ଅଧ୍ୟାୟରେ ଆମେରିକାରୁ ଚିଠିଟି ଆସିଥିଲା ବୋଲି ଜାଣିଛେ। ସେଥିପାଇଁ ସେ ଅନୁମାନ କଲେ। ତାପରେ କ'ଣ ହେଲା, ଏଥିରେ କିଛି ନା କିଛି ଅପରାଧମୂଳକ ଗୁପ୍ତ କଥା ଅଛି ବୋଲି ମୋର ସନ୍ଦେହ ହେଲା। ଭଦ୍ର ମହିଳାଙ୍କର ଅତୀତ ଜୀବନର ସଂକେତ ସ୍ୱାମୀଙ୍କ ଆଗରେ କିଛି ପ୍ରକାଶ କରିବାକୁ ମନା କରିଦେବା ମୋ ସନ୍ଦେହକୁ ଦୃଢ଼ କଲା। ତେଣୁ ମୁଁ ନ୍ୟୁୟର୍କ ପୋଲିସ ବିଭାଗରେ ଥିବା ମୋର ବନ୍ଧୁ ୱିଲସନ୍ ହାରଗ୍ରିଭ୍ଙ୍କ ପାଖକୁ ତାର କଲି ମାନେ ସେ ଖବର କଲେ ଗୋଟେ। ଏଇ ଏ ଡଟ୍ ବି ସ୍ଲାନିଙ୍କୁ ସେ ଜାଣନ୍ତି କି ନାହିଁ ପଚାରିଲି। ଏଇଟି ତାଙ୍କର ଉତ୍ତରଟି କ'ଣ ଦେଖିବା। ଚିକାଗୋର ଅତି ଭୟଙ୍କର ଜଟିଳ ଲୋକ। ଯେଉଁଦିନ ଏ ଉତ୍ତର ପାଇଲି, ସେଇଦିନ ସନ୍ଧ୍ୟାରେ ହିଲ୍ଟନ୍ କ୍ୟୁବିଟ୍
ସ୍ଲାନିର ଶେଷ ଲେଖାଟା ମୋ ପାଖକୁ ପଠାଇଥିଲେ। ସେଟାକୁ ବିଶ୍ଳେଷଣ କଲା ପରେ ହେଲା LC.R.E.A.R.E to meet thy G.O এই ଲେଖାଟି ଥିଲା। LCRER to meet thy G.O P ଆଉ D ଦୁଇଟା ଅକ୍ଷର ଯୋଗ କରିଦେଲେ ସମ୍ବାଦଟା ପୂର୍ଣ୍ଣ ହୋଇଗଲା। ସେଥିରୁ ଦେଖିଲି ଶୟତାନଟା ପାମ୍ପଡ଼ା ପାମ୍ପଳି କରିବା ଛାଡ଼ି ଧମକ ଦେବା ଆରମ୍ଭ କଲାଣି। ଚିକାଗୋର ଏଇ ପ୍ରକାର ଲୋକଙ୍କ ବିଷୟ ମୋତେ ଜଣା। ଜାଣିଲେ ଲୋକଟା ଖୁବ୍ ଶୀଘ୍ର ତା କଥାକୁ କାମରେ ପରିଣତ କରିପାରେ। ସାଙ୍ଗେ ସାଙ୍ଗେ ମୁଁ ମୋ ବନ୍ଧୁ ଆଉ ସହକର୍ମୀ ଡାକ୍ତର ୱାଟସନଙ୍କ ସହିତ ନର୍ଫୋକ୍ ଚାଲି ଆସିଲି। କିନ୍ତୁ ଦୁର୍ଭାଗ୍ୟକୁ ଦେଖିଲି ଏହି ଶୋଚନୀୟ ଘଟଣା ଘଟି ସାରିଛି। ତାମାନେ ସେରଲକ୍ ହୋମ୍ସ ଏତେ ଗୁଡ଼ାଏ କରିସାରିବା ପରେ ଯେତେବେଳେ ଆସିଲେ ଦେଖିଲା ବେଳକୁ ସେଦିନ ରାତିରେ ଘଟି ସାରିଥିଲା ଘଟଣାଟି ବା ଗୁଳି ଘଟଣା ଯେଉଁ ମାଡ଼ ହୋଇସାରିଥିଲା ହିଲ୍ଟନ୍ କ୍ୟୁବିଟ୍ ଆଉ ତାଙ୍କ ପତ୍ନୀଙ୍କୁ। ତାପରେ କ'ଣ ହେଲା ଦେଖିବା। ଆନ୍ତରିକ ଉତ୍ସାହର ସହ ଇନ୍ସପେକ୍ଟର କହିଲେ, କୌଣସି କେସ୍ରେ ଆପଣଙ୍କ ସାଥିରେ କାମ କରିବାରେ ଗୌରବ ଅଛି ମିଷ୍ଟର ହୋମ୍ସ। କିନ୍ତୁ କ୍ଷମା କରିବେ, ମୁଁ ଖୋଲାଖୋଲି କଥା କହୁଛି। ଏହି ଘଟଣା ନେଇ ଆପଣଙ୍କୁ କାହା ପାଖରେ କୈଫିୟତ ଦେବାକୁ ହେବ ନାହିଁ। କିନ୍ତୁ ମୋତେ ମୋ ଉପରିସ୍ଥ କର୍ମଚାରୀଙ୍କ ପାଖରେ ଜବାବ ଦେବାକୁ ପଡ଼ିବ। ଯଦି ଏଲ୍ଡରିଜ୍ ଫାର୍ମରେ ରହୁଥିବା ଏଇ ଏବି ସ୍ଲାନି ପ୍ରକୃତ ହତ୍ୟାକାରୀ ଆଉ ମୁଁ ଏଠି ବସି ଥାଉଁ ଥାଉଁ ସେ ଖସି ପଳାଇଯାଏ, ତେବେ ମୁଁ ବଡ଼ ଅସୁବିଧାରେ ପଡ଼ିଯିବି। ଆପଣଙ୍କର ବ୍ୟସ୍ତ ହେବା ଦରକାର ନାହିଁ। ସେ କେବେ ହେଲେ ପଳାଇ ଯିବାକୁ ଚେଷ୍ଟା କରିବ ନାହିଁ। ଆପଣ ଜାଣିଲେ କେମିତି? କାରଣ ପଳାଇବା ଅର୍ଥ ଅପରାଧ ସ୍ୱୀକାର କରିବା। ତାହେଲେ ଚାଲନ୍ତୁ ତାକୁ ଆରେଷ୍ଟ କରିବା। ମୋର ଆଶା ସେ ଯେ କୌଣସି ମୁହୂର୍ତ୍ତରେ ଏଠି ଆସି ପହଞ୍ଚିବ। କିନ୍ତୁ ସେ ଆସିବ କାହିଁକି? କାରଣ ମୁଁ ଚିଠି ଲେଖି ତାକୁ ଆସିବାକୁ କହିଛି। କି ଅସମ୍ଭବ କଥା ମିଷ୍ଟର ହୋମ୍ସ। ଆପଣ ଚିଠି ଲେଖି ଡକାଇଲେ ସେ ଆସିବ କାହିଁକି? ବରଂ ତା ମନରେ ସନ୍ଦେହ ହେବ ଆଉ ସେ ପଳାଇ ଯିବାକୁ ଚେଷ୍ଟା କରିବ। ଅଳ୍ପ ହସି ହୋମ୍ସ କହିଲେ, ଚିଠିଟା କେମିତି ଲେଖିବା କଥା ମୋତେ ଜଣା। ପ୍ରକୃତରେ ମୋର ଅନୁମାନ ଯଦି ଭୁଲ ନ ହୁଏ, ତେବେ ରାସ୍ତାରେ ନିଶ୍ଚୟ ସେ ଭଦ୍ରଲୋକ ଆସୁଛନ୍ତି। ଘରର ଦରଜା ଆଡ଼ୁ ଲମ୍ବିଥିବା ରାସ୍ତାରେ ଜଣେ ଲୋକ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଆସୁଥିଲେ। ବେଶ୍ ଡେଙ୍ଗା ଲୋକ ଆଉ ସୁନ୍ଦର ଚେହେରା। ଦେହର ରଙ୍ଗ ଗୋରା ନୁହେଁ। ମାଟିଆ ଫ୍ଲାନେଲ କନାର ସୁଟ୍ ପିନ୍ଧିଥାନ୍ତି। ମୁଣ୍ଡରେ ପାନାମା ଟୋପି ଆଉ ହାତରେ ବେତ ବାଡ଼ି। ରାସ୍ତାରେ ବେପରୁଆ ଭାବେ ଚାଲି ଆସୁଥାନ୍ତି, ଯେମିତିକି ଜାଗାଟା ତାଙ୍କ ନିଜର। ତାପରେ ଦରଜା ପାଖ କଲିଂ ବେଲ୍ରେ ସେ ଚାପ ଦେଲେ। ସେଟା ଖୁବ୍ ଜୋରରେ ବାଜି ଉଠିବାର ଶୁଣିଲୁ। ଚୁପ୍ ଚୁପ୍ କରି ହୋମ୍ସ କହିଲେ, ଆମେ ସେ ଦରଜା ପଛ ପାଖରେ ଲୁଚି ରହିଲେ ଭଲ ହେବ। ଏପରି ଲୋକ ସାଥିରେ କାରବାର କଲାବେଳେ ସବୁ ପ୍ରକାର ସାବଧାନତା ଦରକାର। ଆପଣଙ୍କ ହାତ କଡ଼ି ପ୍ରସ୍ତୁତ କରି ରଖନ୍ତୁ ଇନ୍ସପେକ୍ଟର। ବାକି ସବୁ କଥା ମୋ ଜିମା ଛାଡ଼ି ଦିଅନ୍ତୁ। ଆମେ ଚୁପଚାପ ମିନିଟିଏ ଅପେକ୍ଷା କଲୁ। ସେ ମିନିଟଟା ଜୀବନରେ ଭୁଲି ହେବ ନାହିଁ। ତାପରେ ଦରଜା ଖୋଲିଲା ଆଉ ଲୋକଟା ଘର ଭିତରେ ପାଦ ପକାଇଲା। ମୁହୂର୍ତ୍ତକ ଭିତରେ ହୋମ୍ସ ପିସ୍ତଲଟା ତା ମୁଣ୍ଡ ପାଖରେ ଲଗାଇ ଧରିଲେ ଆଉ ଇନ୍ସପେକ୍ଟର ମାର୍ଟିନ ହାତ କଡ଼ା ଦିଟା ତା ହାତରେ ଲଗାଇ ଦେଲେ। ଏତେ ଚଞ୍ଚଳ ଆଉ ଏପରି ନିଖୁଣ ଭାବେ ଏ କାମ ହୋଇଗଲା ଯେ ଲୋକଟା କିଛି ଜାଣିବା ଆଗରୁ
ଅସହାୟ ଅବସ୍ଥାରେ ପଡ଼ିଗଲା। ଜଳନ୍ତା ଆଖି ଦିଟାରେ ସେ ଆମ ଆଡ଼କୁ ଚାହିଁ ରହିଲା। ତା ପରେ ଗୋଟେ କ୍ରୂର ହସ ହସି କହିଲା, ଆଚ୍ଛା, ଏଥର ତୁମେ ମୋ ନାଟକର ପରଦା ପକାଇ ଦେଇଛ। କିନ୍ତୁ ମୁଁ ଶ୍ରୀମତୀ କ୍ୟୁବିଟଙ୍କ ଚିଠି ପାଇ ଏଠିକି ଆସିଲି। ମୋତେ ଏମିତି ଫାନ୍ଦରେ ପକାଇବାରେ ତାଙ୍କର ହାତ ଅଛି ବୋଲି ମୁଁ ବିଶ୍ୱାସ କରିପାରୁନାହିଁ। ଶ୍ରୀମତୀ ହିଲ୍ଟନ୍ କ୍ୟୁବିଟ୍ ସାଂଘାତିକ ଭାବରେ ଆହତ ଏବଂ ମରିବା ଉପରେ। ଲୋକଟା ଦୁଃଖରେ ଗର୍ଜି ଉଠି କହିଲା, ନା ନା, ତୁମ ବୁଦ୍ଧି ବିକୃତ ହୋଇଯାଇଛି। ମିଷ୍ଟର କ୍ୟୁବିଟ୍ ଆହତ ହୋଇଥିଲେ, ଶ୍ରୀମତୀ କ୍ୟୁବିଟ୍ ନୁହଁ। ଏଲ୍ସିଙ୍କୁ ଆଘାତ କରିବ କିଏ? ମୁଁ ତାଙ୍କୁ ଧମକ ଦେଇଥାଇପାରେ, କିନ୍ତୁ ଭଗବାନଙ୍କ ନାଁରେ ଶପଥ କରି କହୁଛି, ତାଙ୍କର କେଶାଗ୍ର ସୁଦ୍ଧା ଛୁଇଁ ନାହିଁ। ତୁମ କଥା ମିଛ। କୁହ, ସେ ମୋଟେ ଆହତ ହୋଇନାହାନ୍ତି। ତାଙ୍କ ମୃତ ସ୍ୱାମୀଙ୍କ ପାଖରେ ସେ ସାଂଘାତିକ ଭାବେ ଆହତ ହୋଇ ପଡ଼ିଥିବାର ଦେଖାଗଲା। ଦୀର୍ଘ ନିଶ୍ୱାସ ପକାଇ ଲୋକଟା ବେଞ୍ଚ ଉପରେ ଲଥ୍ କରି ବସିପଡ଼ି ଦି ହାତରେ ମୁଣ୍ଡଟାକୁ ଘୋଡ଼ାଇ ଦେଲା। ପ୍ରାୟ 5 ମିନିଟ୍ ଚୁପଚାପ ବସି ରହିଲା। ତାପରେ ମୁଣ୍ଡ ଟେକି ନିରାଶ ଭଙ୍ଗୀରେ କହିଲା, ଆପଣମାନଙ୍କ ପାଖରେ ମୋର କିଛି ଲୁଚାଇବାର ନାହିଁ। ମୁଁ ଏ ଲୋକକୁ ଗୁଳି ମାରିବାର କାରଣ ସେ ପ୍ରଥମେ ମୋ ଉପରକୁ ଗୁଳି କଲେ। ତେଣୁ ଏକୁ ହତ୍ୟା ବୋଲି କୁହାଯାଇପାରେ ନା। କିନ୍ତୁ ଆପଣମାନେ ଯଦି ଭାବୁଛନ୍ତି ମୁଁ ଭଦ୍ର ମହିଳାଙ୍କୁ ଆଘାତ କରିଛି, ତେବେ ମୁଁ କହିବି ଆପଣ ମୋତେ ବା ତାଙ୍କୁ ଜାଣନ୍ତି ନାହିଁ। ସତ କହୁଛି, ତାଙ୍କୁ ମୁଁ ଯେତେ ଭଲ ପାଉଥିଲି, ଦୁନିଆରେ କେହି ପୁରୁଷ କୌଣସି ନାରୀକୁ ଏତେ ଭଲ ପାଉନଥିବ। ତାଙ୍କୁ ପାଇବାର ମୋର ଅଧିକାର ଥିଲା। ଅନେକ ଦିନ ଆଗରୁ ସେ ମୋତେ ବିବାହ କରିବାର ସ୍ଥିର ହୋଇଥିଲା। ଆମ ମଝିରେ ଠିଆ ହେବା ପାଇଁ ଏଇ ଇଂରେଜ ଭଦ୍ରଲୋକ କିଏ? ସତ କହୁଛି, ତାଙ୍କୁ ପାଇବାର ପ୍ରଥମ ଦାବୀ ମୋର, ଆଉ ମୁଁ କେବଳ ମୋ ଜିନିଷ ପାଇବାକୁ ଦାବୀ କରୁଥିଲି। ତାପରେ କଠୋର ଭାବରେ ହୋମ୍ସ କହିଲେ, ତୁମେ କି ପ୍ରକାର ଲୋକ ଜାଣିଲା ପରେ ସେ ତୁମ କବଳରୁ ଖସି ଆସିଲେ। ତୁମକୁ ଛାଡ଼ିବା ପାଇଁ ସେ ଆମେରିକାରୁ ପଳାଇ ଆସିଲେ, ଆଉ ଇଂଲଣ୍ଡରେ ଜଣେ ସମ୍ଭ୍ରାନ୍ତ ଭଦ୍ରଲୋକଙ୍କୁ ବିବାହ କଲେ। ତୁମେ କିନ୍ତୁ କୁକୁର ପରି ତାଙ୍କ ପଛେ ପଛେ ଲାଗି ରହିଲ, ଆଉ ତାଙ୍କ ଜୀବନକୁ ଦୁଃଖମୟ କରିଦେଲ। ଯାହାଙ୍କୁ ସେ ପ୍ରାଣଭରି ଭଲ ପାଉଥିଲେ, ସେହି ସ୍ୱାମୀଙ୍କୁ ଛାଡ଼ି ଯାହାକୁ ଭୟ ଆଉ ଘୃଣା କରୁଥିଲେ, ତା ସାଥିରେ ପଳେଇବାକୁ ତୁମେ ତାଙ୍କୁ ପ୍ରବର୍ତ୍ତାଇଲ ଆଉ ଧମକ ମଧ୍ୟ ଦେଲ। ଫଳରେ ଜଣେ ଭଦ୍ରଲୋକଙ୍କର ମୃତ୍ୟୁ ହେଲା, ଆଉ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଗଲେ। ଏହି ଘଟଣାରେ ଏଇ ହେଲା ତୁମର କାମ ମିଷ୍ଟର A.B. ସ୍ଲାନି। ଆଉ ବିଚାରାଳୟରେ ତୁମକୁ ୟାର ଜବାବ ଦେବାକୁ ହେବ। ତାମାନେ ଏଇ ଯେଉଁ ଲୋକ, ସେ କ୍ୟୁବିଟ୍କୁ ଗୁଳି କରିଛନ୍ତି, ଆଉ ତାଙ୍କ ପତ୍ନୀ ନିଜେ ନିଜକୁ ଗୁଳି କରିଛନ୍ତି। ଦେଖିବା କ'ଣ ହେଲା। ଯଦି ଏଲ୍ସିଙ୍କର ମୃତ୍ୟୁ ହୋଇଯାଏ, ତେବେ ମୋର ଯାହା ହେଉ ମୁଁ ଚିନ୍ତା କରେ ନାହିଁ। ସେ ହାତ ମୁଠା ଖୋଲି ଖଣ୍ଡେ ମୋଚାମୋଚି କାଗଜ ବାହାର କଲେ। ସନ୍ଦେହପୂର୍ଣ୍ଣ ଆଖିରେ ଚାହିଁ କହିଲେ, ଦେଖନ୍ତୁ ମିଷ୍ଟର, ଏ ବିଷୟରେ ଆପଣ ମୋତେ ଠକି ଦେଇପାରିବେ ନାହିଁ। ଆପଣଙ୍କ କହିବା ମୁତାବକ ଏଲ୍ସି ଯଦି ସାଂଘାତିକ ଭାବେ ଆହତ, ତେବେ ଏ ଚିଠି ଲେଖିଲା କିଏ? କାଗଜ ଖଣ୍ଡ ସେ ଟେବୁଲ ଉପରେ ପକାଇଦେଲେ। ହୋମ୍ସ ଉତ୍ତର ଦେଲେ, ତୁମକୁ ଏଠିକି ଆସିବା ପାଇଁ ମୁଁ ସେ ଚିଠିଟା ଲେଖିଥିଲି। ଆପଣ ଲେଖିଥିଲେ? କିନ୍ତୁ ଜଏଣ୍ଟ ଦଳର ଲୋକ ବ୍ୟତୀତ ପୃଥିବୀର ଅନ୍ୟ କେହି ନାଚିବା ଲୋକର ଗୁପ୍ତ ରହସ୍ୟ ଜାଣେନା। ଆପଣ କେମିତି ଏ ଚିଠି ଲେଖିପାରିଲେ? ତାମାନେ ତାଙ୍କ ଦଳର ନାଁ ହେଉଛି ଜଏଣ୍ଟ ଦଳ। ତାପରେ
ଜଣେ ଯାହା ଉଦ୍ଭାବନ କରିପାରେ ଅନ୍ୟ ଜଣେ ତାକୁ ଆବିଷ୍କାର କରିପାରେ। ହଉ, ତୁମକୁ ନରୱିଚ୍ ନେଇଯିବା ପାଇଁ ବାହାରେ ଗାଡ଼ି ଅପେକ୍ଷା କରିଛି ମିଷ୍ଟର A.B. ସ୍ଲାନି। ଭଦ୍ର ମହିଳାଙ୍କୁ ତୁମେ ଯେଉଁ ଆଘାତ ଦେଇଛ ସେଥିପାଇଁ କିଛିଟା ପ୍ରାୟଶ୍ଚିତ କରିବା ପାଇଁ ଏବେ ମଧ୍ୟ ସମୟ ଅଛି। ତୁମେ ଜାଣ, ମିଷ୍ଟର ହିଲ୍ଟନ କ୍ୟୁବିଟଙ୍କ ହତ୍ୟାରେ ଶ୍ରୀମତୀ କ୍ୟୁବିଟଙ୍କୁ ଗଭୀର ସନ୍ଦେହ କରାଯାଇଥିଲା। କେବଳ ମୋର ଉପସ୍ଥିତି ଆଉ ମୋର ଯାହା କିଛି ଜ୍ଞାନ ତାଙ୍କୁ ସନ୍ଦେହମୁକ୍ତ କରିପାରିଛି। ତାଙ୍କ ପ୍ରତି ଯଦି ତୁମର କିଛି କର୍ତ୍ତବ୍ୟ ଥାଏ ତେବେ ତୁମେ ଦୁନିଆକୁ ପରିଷ୍କାର ଜଣାଇ ଦିଅ ଯେ ମିଷ୍ଟର କ୍ୟୁବିଟଙ୍କ ହତ୍ୟାରେ ସେ କୌଣସି ପ୍ରକାର ସମ୍ପୃକ୍ତ ନୁହନ୍ତି। ତାମାନେ ହିଲ୍ଟନ କ୍ୟୁବିଟକୁ ସନ୍ଦେହ କରାଯାଉଥିଲା କି ତାଙ୍କ ସ୍ତ୍ରୀ ତାଙ୍କୁ ଗୁଳି କରିଛନ୍ତି ବୋଲି, କିନ୍ତୁ ସେର୍ଲକ ହୋମ୍ସ ଆଉ ଅନ୍ୟମାନେ ମିଶିକି ସତ୍ୟତା ବାହାରକୁ ଆଣିଲେ କି A.B. ସ୍ଲାନି ଏହି ଘଟଣା ଘଟାଇଛନ୍ତି ବୋଲି। ସେଥିପାଇଁ ସେର୍ଲକ ହୋମ୍ସ ତାଙ୍କୁ କହୁଛନ୍ତି ତୁମେ ପ୍ରାୟଶ୍ଚିତ କର ଆଉ ମାନିଯାଅ କି ତୁମେ ଏ ଘଟଣା ଘଟାଇଛ, ନହେଲେ ତୁମେ ଯାହାକୁ ଭଲ ପାଉଛ ବା ପାଉଥିଲ ତାଙ୍କ ପ୍ରତି ଅନ୍ୟାୟ ହେବ। ତାପରେ ଦେଖିବା କ'ଣ ହେଲା। ମୁଁ ଆଉ ଅଧିକା କିଛି ଚାହେଁ ନା। ଦେଖୁଛି ନିରାଟ ସତ କଥା ପ୍ରକାଶ କରିବା ହିଁ ମୋ ପକ୍ଷରେ ସବୁଠୁ ଭଲ। ଏକଥା ସେଇ ଆଗନ୍ତୁକ ବା A.B. ସ୍ଲାନି କହିଲା। ଇନ୍ସପେକ୍ଟର କହି ଉଠିଲେ, ମୋର ତୁମକୁ ସାବଧାନ କରାଇଦେବା କର୍ତ୍ତବ୍ୟ ଯେ ତୁମେ ଯାହା କହିବ ଆବଶ୍ୟକ ହେଲେ ବିଚାରାଳୟରେ ତାହା ତୁମ ବିରୁଦ୍ଧରେ ପ୍ରୟୋଗ କରାଯାଇପାରେ। ତାମାନେ ଇନ୍ସପେକ୍ଟର ସେଇ A.B. ସ୍ଲାନିଙ୍କୁ କହୁଛନ୍ତି କି ତୁମେ ଏଠି ଯାହା ପ୍ରକାଶ କରିବ ବା କହିବ ତାହା ବିଚାରାଳୟରେ ଉପଯୋଗ ହୋଇପାରେ ବା ତୁମ ବିରୁଦ୍ଧରେ ଯାଇପାରେ। ତେଣୁ କରିକି ତୁମେ ଯାହା କହିବ ସତ କଥା କୁହ। ସେ କଥା ଦେଖା ଅଛି। ପ୍ରଥମେ ମୁଁ ଆପଣଙ୍କୁ କହି ରଖେ ଯେ ଏଇ ଭଦ୍ର ମହିଳାଙ୍କୁ ମୁଁ ପିଲା ଦିନରୁ ଜାଣେ। ଚିକାଗୋରେ ଆମେ 7 ଜଣ ଗୋଟାଏ ଦଳ ଗଢ଼ିଥିଲୁ। ଚିକାଗୋ ମାନେ ଆମେରିକାର ଚିକାଗୋ ଯେଉଁଟାକୁ କୁହାଯାଉଛି, ସେଠି ଲେଖା ହେଇଛି ଚିକାଗୋ। ତା ନାଁ ଥିଲା ଜଏଣ୍ଟ। ତାମାନେ ଏମାନେ ଗୋଟେ ଦଳ ଗଢ଼ିଥିଲେ 7 ଜଣ ମିଶିକି, ଯାହାର ନାଁ ଦେଇଥିଲେ ଜଏଣ୍ଟ। ଏଲ୍ସିଙ୍କ ବାପା ପ୍ୟାଟ୍ରିକ୍ ତାହାର ଦଳପତି ଥିଲେ। ତାମାନେ ଏଇ ଯେଉଁ ମହିଳା କ୍ୟୁବିଟଙ୍କ ପତ୍ନୀଙ୍କ ବାପା ଥିଲେ ଏ ଦଳର ଦଳପତି ବା ମୁଖିଆ। ସେ ଖୁବ୍ ଚାଲାକ ଲୋକ। ଏହି ଚିତ୍ରଲିପି ସେ ଉଦ୍ଭାବନ କରିଥିଲେ। ଏହାର ସୂତ୍ର ଜଣା ନଥିଲେ ଯେ କେହି ଭାବିବ ଏଇଟା ଗୋଟେ ପିଲା ଖେଳ ବା ଛୋଟ ପିଲା କରିଛନ୍ତି ଏଇ ଖେଳଗୁଡ଼ା ଏମିତି ଖେଳୁଛନ୍ତି କରିକି, କିନ୍ତୁ ଏଇଟା ଗୋଟେ ଲେଖା। ତାପରେ ଏଲ୍ସି ଆମ କାର୍ଯ୍ୟକଳାପ ବିଷୟରେ କିଛିଟା ଜାଣିପାରିଲେ। ତାକୁ ସେ ମୋଟେ ପସନ୍ଦ କଲେ ନାହିଁ। ତାଙ୍କ ନିଜର କିଛି ପଇସାପତ୍ର ନଥିଲା। ତାଙ୍କ ନିଜର କିଛି ପଇସାପତ୍ର ଥିଲା। ତାକୁ ଧରି ସେ ଆମ ପାଖରୁ ଲୁଚି ଲଣ୍ଡନ ଚାଲି ଆସିଲେ। ତା ଆଗରୁ ତାଙ୍କ ସାଥିରେ ମୋର ନିର୍ବନ୍ଧ ହୋଇଥିଲା। ମୁଁ ଯଦି କିଛି ଭଲ ଧନ୍ଦାରେ ପଶିଥାନ୍ତି ସେ ନିଶ୍ଚୟ ମୋତେ ବିବାହ କରିଥାନ୍ତେ। ଏଠିକି ଆସି ଏଇ ଇଂରେଜ ଭଦ୍ରଲୋକଙ୍କୁ ବିବାହ କଲା ପରେ ସେ କେଉଁଠି ଅଛନ୍ତି ମୁଁ ଜାଣିପାରିଲି। ତାଙ୍କ ପାଖକୁ ଚିଠି ଲେଖିଲି, କିନ୍ତୁ ଉତ୍ତର ପାଇଲି ନାହିଁ। ତାପରେ ମୁଁ ଏଠିକି ଚାଲି ଆସିଲି। ଦେଖିଲି ଚିଠି ଦେଇ କିଛି ଲାଭ ନାହିଁ, ତେଣୁ ଗୁପ୍ତ ଲେଖାର ଖବର ସବୁ ପଠାଇଲି। ତାମାନେ ସିଏ ଏ କଥା ଘଟଣା କେମିତି ଘଟିଲା ସିଏ ତାଙ୍କୁ ପ୍ରଥମେ କଣ୍ଟାକ୍ଟ କରିବାକୁ ଚେଷ୍ଟା କଲେ, ଦେଖିଲେ ଯେମିତି କିଛି ଉତ୍ତର ପାଇଲେ ନାହିଁ, ତେଣୁ କରିକି ସିଏ ପଳେଇ ଆସିଲେ। ଆସିଲା ପରେ ଏଇ ଚିତ୍ରଲେଖା ମାଧ୍ୟମରେ ସିଏ ସନ୍ଦେଶ ଦେବାକୁ ଚାହିଁଲେ, ଯାହା ପରେ କି ହିଲ୍ଟନ କ୍ୟୁବିଟ ଯାଇ ସେର୍ଲକ ହୋମ୍ସକୁ ଜଣାଇଲେ ବା ଆମେ ଆରମ୍ଭରେ ଏଇ କଥା ପଢ଼ିଥିଲେ। ତାପରେ କ'ଣ ହେଲା, ମୁଁ ଏଠିକି ଆସିବାର ମାସେ ହୋଇଗଲାଣି। ସେଇ ଫାର୍ମରେ ତଳ ମହଲାରେ ବଖରାଏ ଘର ନେଇ ରହିଲି। ତେଣୁ ରାତିରେ କୁଆଡ଼େ ଯିବା ଆସିବା କରିବାରେ କିଛି ଅସୁବିଧା ହେଲା ନାହିଁ। କେହି କିଛି ଜାଣିପାରିଲେ ନାହିଁ।
ଏଲ୍ସିଙ୍କୁ ମୋତେ ଏଠୁ ନେଇଯିବାକୁ ମୁଁ ସବୁ ପ୍ରକାର ଚେଷ୍ଟା କଲି। ମୁଁ ଦେଉଥିବା ଖବର ସବୁ ସେ ପଢ଼ୁଥିଲେ, କାରଣ ଥରେ ସେ ମୋ ଲେଖା ତଳେ ଗୋଟେ ଉତ୍ତର ଲେଖିଥିଲେ। ତାପରେ ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ। ମୁଁ ତାଙ୍କୁ ଧମକାଇବା ଆରମ୍ଭ କଲି। ସେ ମୋ ପାଖକୁ ଗୋଟେ ଚିଠି ଦେଲେ। ସେଥିରେ ମୋତେ ଚାଲିଯିବା ପାଇଁ ଅନୁରୋଧ କରିଥିଲେ। ଲେଖିଥିଲେ, ମୁଁ ଯଦି ତାଙ୍କୁ ଶାନ୍ତିରେ ରହିବାକୁ ଛାଡ଼ି ଦେଇ ଚାଲିଯାଏ, ତେବେ ତାଙ୍କ ସ୍ୱାମୀ ଶୋଇବା ପରେ ପାହାନ୍ତା ସମୟରେ ସେହି ଝରକା ପାଖରେ ସେ ମୋ ସାଥିରେ କଥାବାର୍ତ୍ତା କରିବାକୁ ରାଜି। ସେ ସେଠିକି ଆସିଲେ। ସାଥିରେ ଯଥେଷ୍ଟ ପଇସା ଆଣିଥିଲେ। ମୋତେ ପଇସା ଲାଞ୍ଚ ଦେଇ ଦୂରକୁ ବିଦା କରି ଦେବାକୁ ଚେଷ୍ଟା କଲେ। ଏଥିରେ ମୁଁ ରାଗି ପାଗଳ ହୋଇଗଲି। ତାଙ୍କ ଡେଣାକୁ ଧରି ପକାଇ ଝରକା ବାଟେ ଟାଣି ନେବାକୁ ବସିଲି। ଠିକ୍ ଏତିକି ବେଳେ ତାଙ୍କ ସ୍ୱାମୀ ହାତରେ ରିଭଲଭରଟା ଧରି ଘର ଭିତରକୁ ଧାଇଁ ଆସିଲେ। ଏଲ୍ସି ଘରର ମେଜିଆ ଉପରେ ବସି ପଡ଼ିଲେ ଆଉ ଆମେ ଦି ଜଣ ସାମ୍ନା ସାମ୍ନି ହୋଇଗଲୁ। ମୁଁ ମଧ୍ୟ ପଛକୁ ବୁଲି ପଡ଼ିଲି, କିନ୍ତୁ ତାଙ୍କୁ ଡରାଇବା ପାଇଁ ବନ୍ଧୁକଟା ହାତରେ ଧରିଥାଏ। ସେ ଗୁଳି ମାରିଲେ, କିନ୍ତୁ ମୋ ଦେହରେ ବାଜିଲା ନାହିଁ। ଠିକ୍ ଏକା ସମୟରେ ମୁଁ ମଧ୍ୟ ମୋ ବନ୍ଧୁକର ଘୋଡ଼ାଟାକୁ ଟିପିଦେଲି ଆଉ ସେ ତଳେ ପଡ଼ିଗଲେ। ତାମାନେ ଇଏ ବି ଗୁଳି ମାରିଦେଲେ। ବଗିଚା ଭିତର ଦେଇ ମୁଁ ଦୌଡ଼ି ପଳାଇଲି। ସେତେବେଳେ ଝରକାଟା ବନ୍ଦ ହେବା ଶବ୍ଦ ଶୁଣିପାରିଲି। ଭଗବାନଙ୍କ ନାଁରେ ଶପଥ କରି କହୁଛି, ଏଇଟା ନିରାଟ ସତ। ତାପରେ ସେ ପିଲାଏ ଲେଖାଟା ନେଇ ପହଞ୍ଚିବା ଯାଏ ମୁଁ ଆଉ କିଛି ଶୁଣିନାହିଁ। ସେ ଲେଖାଟା ପାଇ ମୁଁ ଖୁବ୍ ଖୁସିରେ ଏଠିକି ଚାଲି ଆସିଲି ଆଉ ଆପଣମାନଙ୍କ ହାତରେ ପଡ଼ିଲି। ଏକଥା ସେଇ ଲୋକ କହୁଛନ୍ତି। ଏ.ବି. ସ୍ଲାନି ଏକଥା କହୁଛନ୍ତି କି ଏଇଆ ଘଟଣା ମୁଁ ଘଟେଇକି ଯାଇଥିଲି। ତାପରେ କ'ଣ ହେଲା? ଏ ଭିତରେ ଗୋଟାଏ ଗାଡ଼ି ଆସି ପହଞ୍ଚିଗଲା। ଭିତରେ ପୋଷାକ ପିନ୍ଧା 2 ଜଣ ପୋଲିସ ବସିଥିଲେ। ଇନ୍ସପେକ୍ଟର ମାର୍ଟିନ ଉଠି ଠିଆ ହୋଇ ବନ୍ଦୀ କାନ୍ଧରେ ହାତ ମାରି କହିଲେ, ଆମର ଯିବା ସମୟ ଆସିଗଲା। ତା ଆଗରୁ ମୁଁ ଏଲ୍ସିଙ୍କୁ ଦେଖିପାରିବି କି? ଏ.ବି. ସ୍ଲାନି କହୁଛନ୍ତି କି ମୋତେ ପୋଲିସ ନେଇଯିବା ପୂର୍ବରୁ ମୁଁ ଏଲ୍ସିଙ୍କୁ ବା ସେ ମହିଳାଙ୍କୁ ଦେଖିପାରିବି କି? ନା, ସେ ଏବେ ବି ସଂଜ୍ଞାହୀନ ହୋଇ ପଡ଼ିଛନ୍ତି। ମିଷ୍ଟର ହୋମ୍ସ, ଭବିଷ୍ୟତରେ ଏପରି କୌଣସି କେସ୍ରେ ଯଦି ଆପଣଙ୍କ ସାହାଯ୍ୟ ପାଇପାରିବି, ତେବେ ନିଜକୁ ଭାଗ୍ୟବାନ ମନେ କରିବି। ଏକଥା ଇନ୍ସପେକ୍ଟର ମାର୍ଟିନ କହୁଛନ୍ତି। ତାପରେ କ'ଣ ହେଲା ଦେଖିବା। ଗାଡ଼ିଟା ଆଗକୁ ଗଡ଼ି ଚାଲିଲା। ଆମେ ଝରକା ପାଖରେ ଠିଆ ହୋଇ ଚାହିଁଥାଉ। ତାପରେ ମୁଁ ପଛକୁ ମୁହଁ ବୁଲାଇଲି। ବନ୍ଦୀ ଟେବୁଲ ଉପରେ ପକାଇ ଦେଇଥିବା କାଗଜ ଖଣ୍ଡକ ଉପରେ ମୋ ଆଖି ପଡ଼ିଲା। ଏଇ ଖଣ୍ଡ ଲେଖା ହୋମ୍ସ ଲୋକଟାକୁ ଟାଣି ଆଣିଥିଲେ। ଏଇ ଖଣ୍ଡ ଲେଖି ହୋମ୍ସ ବା ସେର୍ଲକ ହୋମ୍ସ ଲୋକଟାକୁ ଟାଣି ଆଣିଥିଲେ, ମାନେ ଲୋକଟାକୁ ଲେଖିଥିଲେ, ଯାହାଫଳରେ ସେ ଏଠିକି ଆସି ପହଞ୍ଚି ଯାଇଥିଲା। ସେ ଭାବିଲା କି ଏଲ୍ସି ବା ସେଇ କ୍ୟୁବିଟଙ୍କ ସ୍ତ୍ରୀ ପତ୍ନୀ ଏଇଟା ଲେଖିଛନ୍ତି ବୋଲି। ଅଳ୍ପ ହସି ହୋମ୍ସ କହିଲେ, ଦେଖ ୱାଟସନ୍, ତୁମେ ସେଇଟା ପଢ଼ିପାରୁଛ କି ନାହିଁ? ତାମାନେ ପୋଲିସ ଏ.ବି. ସ୍ଲାନିକୁ ନେଇଗଲା ଜେଲକୁ। ତାପରେ ୱାଟସନ୍ ଆଉ ହୋମ୍ସ ଏଇ କଥା ହେଉଛନ୍ତି। ହୋମ୍ସ କହୁଛନ୍ତି ସେର୍ଲକ ହୋମ୍ସ କି ୱାଟସନ୍, ତୁମେ ପଢ଼ିପାରୁଛ କି ନାହିଁ ଦେଖିବା। କେଉଁ ଲେଖାଟା ଅଛି? ଏଇ ଲେଖାଟା ଏମିତି ଲେଖାଯାଇଛି। ଦେଖିବା ୱାଟସନ୍ ପଢ଼ିପାରୁଛନ୍ତି କି ନାହିଁ। ସେଥିରେ କୌଣସି ଅକ୍ଷର ନଥିଲା, କେବଳ ଧାଡ଼ିଏ ନାଚିବା ଲୋକର ଚିତ୍ର ସଜା ହୋଇଥିଲା। ଏଇ ଲେଖାଟା ଏମିତି ଥିଲା। କାରଣ ଏତେ କହିବା ପରେ ଦେଖିବା ୱାଟସନ୍ ଜାଣିପାରୁଛନ୍ତି କି ନାହିଁ, ପଢ଼ିପାରୁଛନ୍ତି କି ନାହିଁ। ହୋମ୍ସ କହିଲେ, ମୁଁ ଯେଉଁ ସୂତ୍ର ବୁଝାଇ ଦେଇଛି ତାକୁ ପ୍ରୟୋଗ କରିଲେ ତୁମେ ଦେଖିବ ଏହାର ଅର୍ଥ ଶୀଘ୍ର ଆସ, ବା ଇଂଲିଶରେ ହେବ କମ୍ ଆଟ୍ ୱାନ୍ସ। COME କମ୍ ଆଟ୍ ONCE ମାନେ ଶୀଘ୍ର ଆସ, କମ୍ ଆଟ୍ ୱାନ୍ସ। ମୁଁ ନିଶ୍ଚିନ୍ତ ଥିଲି ଯେ ଏ ଲେଖା ପାଇଲେ ସେ ନିଶ୍ଚୟ ଆସିବ, କାରଣ
ଭଦ୍ର ମହିଳାଙ୍କ ଛଡ଼ା ଅନ୍ୟ କେହି ଏଟା ଲେଖିଥିବ ବୋଲି ସେ କଳ୍ପନା କରିପାରି ନଥିବ। ଯାହା ହେଉ ୱାଟସନ୍ ଶେଷରେ ଏଇ ନାଚିବା ଲୋକ ଚିତ୍ରଲେଖାକୁ ଆମେ କାମରେ ଲଗାଇ ପାରିଲେ। ତୁମେ ଲେଖା ପାଇଁ କିଛି ଅସାଧାରଣ ତଥ୍ୟ ଯୋଗାଇବାକୁ ମୁଁ ଯେଉଁ ଜବାବ ଦେଇଥିଲି ତାହା ପୂରଣ କରିପାରିଛି ବୋଲି ମୋର ବିଶ୍ୱାସ। 3:30 ବେଳକୁ ଗୋଟେ ଟ୍ରେନ୍ ଅଛି, ଆଉ ରାତି ଖାଇବା ବେଳକୁ ଆମେ ବେକର ଷ୍ଟ୍ରିଟ୍ରେ ପହଞ୍ଚି ଯାଇଥିବା। ଏକଥା ସେର୍ଲକ ହୋମ୍ସ ୱାଟସନ୍କୁ କହୁଛନ୍ତି କି ତୁମ ଲେଖା ପାଇଁ ମୁଁ ଏଇ ଯୋଜନା କରିଦେଇଛି, ଆଉ ଆମେ ଏଠୁ ପଳେଇ ଯିବା। ରାତି ଖାଇବା ସମୟ ବେଳକୁ ଆମେ ଆମ ଘରେ ବା ବେକର ଷ୍ଟ୍ରିଟ୍ରେ ପହଞ୍ଚି ଯାଇଥିବା। ଶେଷରେ ଆଉ ପଦେ, ନରୱିଚ୍ ବିଚାରାଳୟରେ ଏବି ସ୍ଲାନିଙ୍କୁ ମୃତ୍ୟୁଦଣ୍ଡରେ ଆଦେଶ ହେଲା, କିନ୍ତୁ ଉପର ବିଚାରାଳୟରେ ତାକୁ ବଦଳାଇ ସାରା ଜୀବନ କାରାବାସ ଦଣ୍ଡର ଆଦେଶ ହେଲା। କାରଣ ପ୍ରମାଣ ହେଲା ଯେ ହିଲ୍ଟନ୍ କ୍ୟୁବିଟ୍ ପ୍ରଥମେ ଗୁଳି ମାରିଥିଲେ, ଆଉ ଶ୍ରୀମତୀ ହିଲ୍ଟନ୍ କ୍ୟୁବିଟ୍ଙ୍କ କଥା ଶୁଣିଲେ ସେ ପୂରାପୂରି ଭଲ ହୋଇଗଲେ। ତାମାନେ କାରଣ ପ୍ରମାଣ ହେଲା ଯେ ହିଲ୍ଟନ୍ କ୍ୟୁବିଟ୍ ପ୍ରଥମେ ଗୁଳି ମାରିଥିଲେ, ତାମାନେ ଆଉ ଶ୍ରୀମତୀ ହିଲ୍ଟନ୍ କ୍ୟୁବିଟ୍ଙ୍କ କଥା, ତାଙ୍କ କଥା କ'ଣ ହେଲା ଶୁଣିଲି ସେ ପୂରାପୂରି ଭଲ ହୋଇଗଲେ। ତାମାନେ ଶୁଣାଗଲା ଯେ ସେ ଯେଉଁ ମହିଳା ବା ଏଲ୍ସି ବା ହିଲ୍ଟନ୍ କ୍ୟୁବିଟ୍, ଶ୍ରୀମତୀ ହିଲ୍ଟନ୍ କ୍ୟୁବିଟ୍ ଭଲ ହୋଇଯାଇଥିଲେ। ତାପରେ ଶୁଣାଗଲା ଯେ ସେ ଠିକ୍ ଅଛନ୍ତି ବା ଭଲ ହୋଇଯାଇଛନ୍ତି, ତାଙ୍କୁ ଯେଉଁ ଗୁଳି ବାଜିଥିଲା ସେଥିରୁ ସେ ରିକଭର ହୋଇଯାଇଛନ୍ତି। ତାପରେ ଏବେ ମଧ୍ୟ ସେ ବିଧବା ହୋଇ ରହି ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ବାଡ଼ି ବୁଝାସୁଝା କରୁଛନ୍ତି, ଆଉ ଗରିବମାନଙ୍କ ସେବାରେ ଲାଗିଛନ୍ତି। ସମାପ୍ତ। ଏଇ ଥିଲା 4ର୍ଥ କାହାଣୀ, ଯାହାର ନାଁ ଚିତ୍ରଲେଖାର 3ୟ ଅଧ୍ୟାୟ ବା ଶେଷ ଅଧ୍ୟାୟ। ଏହିପରି ଭାବରେ ସେର୍ଲକ ହୋମ୍ସ, ମିଷ୍ଟର ୱାଟସନ୍ ଆଉ ଅନ୍ୟମାନେ ମିଶିକି ଏ କାହାଣୀର ସମାଧାନ କଲେ, କିନ୍ତୁ ଗୋଟିଏ ଅଘଟଣ ବା ଦୁଃଖଦାୟକ ଘଟଣା ଘଟିଲା। ମିଷ୍ଟର କ୍ୟୁବିଟ୍, ହିଲ୍ଟନ୍ କ୍ୟୁବିଟ୍ଙ୍କ ମୃତ୍ୟୁ ଘଟିଲା, କିନ୍ତୁ ପରେ ତାଙ୍କ ପତ୍ନୀ ମିସେସ୍ କ୍ୟୁବିଟ୍ ବିଧବା ହୋଇ ତାଙ୍କର ସମ୍ପତ୍ତି ବାଡ଼ି ବୁଝାସୁଝା କଲେ, ଆଉ ଗରିବମାନଙ୍କ ସେବାରେ ଲାଗିଲେ। ସମସ୍ତଙ୍କୁ ଧନ୍ୟବାଦ। ଏତିକିରେ ରହୁଛି। ଆଉ ଆମର ଏଇ ଯେଉଁ କାହାଣୀ ସବୁ ରହିଛି ବା ଅନ୍ୟ ବ୍ଲଗ୍ ରହିଛି, ତାର ପ୍ଲେ ଲିଷ୍ଟ ଅଛି ୟୁଟ୍ୟୁବରେ। ଆପଣ ପ୍ଲେ ଲିଷ୍ଟକି ଯାଇକି ସବୁ କାହାଣୀକୁ ଦେଖିପାରିବେ। ଅଲଗା ଅଲଗା କାହାଣୀ ଗୁଡ଼ିକର ନାଁ ତାର ପ୍ଲେ ଲିଷ୍ଟରେ ରହିଛି, ଅଧ୍ୟାୟ ଗୁଡ଼ିକ ସବୁ ଦେଖିପାରିବେ। ରହୁଛି, ଧନ୍ୟବାଦ। ପର ଅଧ୍ୟାୟରେ ବା ନୂଆ ଭିଡ଼ିଓରେ ଆମେ ନୂଆ କାହାଣୀ ଆରମ୍ଭ କରିବା। ଧନ୍ୟବାଦ।